ସମସ୍ତଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍କୁ ସ୍ୱାଗତ ଜଣାଉଛି। ଆଜି ମୁଁ ମନବୋଧ ଚଉତିଶା ଆଣିଛି ପଢ଼ିବା ଆମେ ମନବୋଧ ଚଉତିଶା। ଏଇଟା ଲେଖିଛନ୍ତି କିଏ? ଭକ୍ତଚରଣ ଦାସଙ୍କର ମନବୋଧ ଚଉତିଶା। ମୋର ଏଇ ଚଉତିଶାଟି ଆଣିବାର ପ୍ରଥମ କାରଣଟି ହେଉଛି କି ଜଣେ ମୋ ପୂର୍ବ ଭିଡ଼ିଓରେ କମେଣ୍ଟ କରିଥିଲେ, କଳସ ଚଉତିଶା ଭିଡ଼ିଓଟି ପୂର୍ବରୁ କରିଥିଲି, ଯେଉଁମାନେ ଦେଖିନାହାନ୍ତି ସେମାନେ ଯାଇକି ଦେଖିଦେବେ। ସେଥିରେ ଜଣେ ବିଦ୍ୟାର୍ଥୀ କମେଣ୍ଟ କରିଥିଲେ କି ମନବୋଧ ଚଉତିଶା ଭିଡ଼ିଓ ଆଣିବା ପାଇଁ। ତ ସେଥିପାଇଁ ମୁଁ ଆଜି ମନବୋଧ ଚଉତିଶା ଆଲୋଚନା କରିବି। ଚାଲନ୍ତୁ ଆମେ ଦେଖିବା। ଏ ମନବୋଧ ଚଉତିଶାରେ ବହୁତ ବଡ଼ ବଡ଼ ବିଶ୍ଳେଷଣ ଅଛି, ତ ସେଥିପାଇଁ ଟିକେ ଧୈର୍ଯ୍ୟର ସହିତ ଦେଖିବେ, ଶୁଣିବେ। ତ ଚାଲନ୍ତୁ ଆମେ ଆରମ୍ଭ କରିବା ମନବୋଧ ଚଉତିଶା। ମନବୋଧ ଚଉତିଶା ଆକୁ ଲେଖିଛନ୍ତି ଭକ୍ତଚରଣ ଦାସ। ମୁଁ ଆଉ ଥରେ କହିଦେଉଛି, ଚାଲନ୍ତୁ ତାପରେ ଆରମ୍ଭ କରିବା ମନବୋଧ ଚଉତିଶାର କ'ଣ ଅଛି ଦେଖନ୍ତୁ। କହଇ ମନ ଆରେ ମୋବଲ କର, କଳାଶ୍ରୀ ମୁଖବାରେ ଦେଖିବା ଚାଲରେ। କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, କି ଘେନି ଯିବୁ ତୋର ଛୁଟିଲେ ଘଟ। ହେଲା, ପ୍ରଥମେ ବି ମୁଁ ଟିକେ କହିଦେଉଛି ଏଥିରେ କ'ଣ ଅଛି ନା, କହଇ ମନ ଆରେ ମୋ ବୋଲ କର। ମନ ଏଠି କହୁଛି ଆରେ ମୋ ବୋଲ କର ତୁ, ହେଲା, କଳାଶ୍ରୀ ମୁଖ ବାରେ ତୁ ଚାଲ ଦେଖିବୁ। ଥରେ ତୁ କଳାଶ୍ରୀ ମୁଖ ଜଗନ୍ନାଥଙ୍କର ସେ କଳାଶ୍ରୀ ମୁଖ ଚାଲ ଥରେ ଦେଖିବୁ। କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, ତୁ କେତେ ଦିନ ଏଠି ରହିବୁ ବୋଲିକି ମନକୁ ତୁ ଆଣ୍ଟ ବାନ୍ଧି ଦେଇଛୁ, ହେଲା, ସ୍ଥିର କରି ରଖିଦେଇଛୁ। ତୁ ଯେତେବେଳେ ଯିବୁ, କି ଘେନି ଯିବୁ ତୋର ଛୁଟିଲେ ଘଟ। ତୁ ଯେତେବେଳେ ଯିବୁ ଏଠୁ, ଯେତେବେଳେ ମରିବୁ, ମରିକି ଯେତେବେଳେ ଯିବୁ, ସେତେବେଳେ ତୁ କ'ଣ ନେଇକି ଯିବୁ? କି ଘେନି ଯିବୁ ତୋ ସାଙ୍ଗରେ ତୋ ଘଟ ଛୁଟିଲେ, ମାନେ ତୁ ମରିଗଲେ, ତୋର ଆତ୍ମା ତୋ ଠାରୁ ପଳେଇଗଲେ, ତୁ ଯେତେବେଳେ କ'ଣ ନେଇକିରି ଏଠୁ ଯିବୁ? ମନକୁ ତୁ ଆଣ୍ଟ ବାନ୍ଧିକି ରହିଛୁ, ହେଲା। ତାର ବ୍ୟାଖ୍ୟା ଆମେ ଦେଖିବା ବହିରେ କ'ଣ ଦେଇଛି। ବ୍ୟାଖ୍ୟା ଦେଇଛି, ହୃଦୟ ମଧ୍ୟରେ ଚୈତନ୍ୟ ଏବଂ ମନ ଉଭୟ ଅବସ୍ଥାନ କରନ୍ତି, ତଥାପି ଉଭୟଙ୍କ ମଧ୍ୟରେ ପରିଚୟ ସ୍ପଷ୍ଟ ହୋଇନଥାଏ। ଚୈତନ୍ୟ ଯିଏକି ହେଉଛନ୍ତି ଈଶ୍ୱର, ଚୈତନ୍ୟକୁ ମନ ଯେ ପର୍ଯ୍ୟନ୍ତ ଚିହ୍ନି ନଥାଏ, ସେ ପର୍ଯ୍ୟନ୍ତ ଇତସ୍ତତ ହେଉଥାଏ। ଚିହ୍ନି ସାରିବା ପରେ ଉଭୟ ଏକାକାର ହୋଇଯାଆନ୍ତି। ଏହା ଫଳରେ ଚୈତନ୍ୟ ଠାରେ ମନ ଲୀନ ହୋଇଯାଏ। ଯେତେବେଳେ ଈଶ୍ୱରଙ୍କୁ ମନ ଚିହ୍ନି ଦେଇଥାଏ, ତାପରେ ସେ ଈଶ୍ୱରଙ୍କ ସାଙ୍ଗରେ ସେ ଯାଇକରି ଲୀନ ହୋଇଯାଇଥାଏ। ମନ ଉଭୟଙ୍କ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ପାଇଁ ଚୈତନ୍ୟକୁ ମାନେ ଇନ୍ଦ୍ରିୟରେ ଅନୁଭବ କରେ ଏବଂ ବହିରିନ୍ଦ୍ରିୟରେ ଦର୍ଶନ କରେ। ଅନ୍ତଃ ଇନ୍ଦ୍ରିୟରେ ଅନୁଭବ ପ୍ରଥମେ ହୁଏ। ହେଲା, ପ୍ରଥମେ ଆମେ କେଉଁ ଇନ୍ଦ୍ରିୟରେ ଆମେ ଅନୁଭବ କରିଥାଉ? ଅନ୍ତଃ ଇନ୍ଦ୍ରିୟରେ, ଆମ ଭିତରେ ଥିବା ଇନ୍ଦ୍ରିୟ ଅନୁଭବ କରିଥାଏ ପ୍ରଥମ, ଏବଂ ତାପରେ ବହିରିନ୍ଦ୍ରିୟ ଗୁଡ଼ିକ ତାର ଦର୍ଶନ କରିପାରନ୍ତି। ହେଲା, ଅନୁଭବ କରିବା ପାଇଁ ଚୈତନ୍ୟ ମନକୁ ପ୍ରେରଣା ଦିଏ। ଏଇଟା ଅନୁଭବ ଆମେ କରିବା ପାଇଁ ଆମକୁ କିଏ ପ୍ରେରଣା ଦେଇଥାଏ? ଚୈତନ୍ୟ, ଯିଏକି ଇନ୍ଦ୍ରିୟ, ହେଲା, ପ୍ରେରଣା ଦେଇଥାଏ। ଶରୀରରେ ଆବଦ୍ଧ ଚୈତନ୍ୟକୁ ଜୀବାତ୍ମା କୁହାଯାଏ। ଯେଉଁ ଶରୀର ଭିତରେ ଯେଉଁ ଆବଦ୍ଧ ହେଇକି ରହିଛି କି ଚୈତନ୍ୟ, ଯେଉଁ ଇନ୍ଦ୍ରିୟଟା, ସେଇଟା ହେଉଛି ଜୀବାତ୍ମା। ଶରୀର ବନ୍ଧନରୁ ମୁକ୍ତ ଚୈତନ୍ୟ ପରମାତ୍ମା ଅଟନ୍ତି। ଶରୀର ବନ୍ଧନରୁ ମୁକ୍ତ ହେଲେ ଚୈତନ୍ୟ ପରମାତ୍ମା ହେଇଯାନ୍ତି। ଅନୁଭବ ଆତ୍ମା ହିଁ କରେ। ଶ୍ରୀ ଜଗନ୍ନାଥ ହେଉଛନ୍ତି ପରମାତ୍ମା। ଅନୁଭବ କିଏ କରେ? ଆତ୍ମା ହିଁ ଅନୁଭବ କରିଥାଏ, କିନ୍ତୁ ଜଗନ୍ନାଥ ହେଉଛନ୍ତି ପରମାତ୍ମା। ଶରୀରରେ ଆବଦ୍ଧ ହେବା ସମୟରେ ସେ ଜୀବାତ୍ମା ଅଟନ୍ତି। ଯେତେବେଳେ ସେ ଶରୀରରେ ଥାଆନ୍ତି ଆବଦ୍ଧ ହେଇକି, ସେତେବେଳେ ସେ ଜୀବାତ୍ମା ଥାଆନ୍ତି। ହେଲା, ଶରୀରସ୍ଥ ହୃଦୟରେ ଅବସ୍ଥାନ କରୁଥିବା ଜୀବାତ୍ମା ପରମାତ୍ମା ରୂପୀ ଜଗନ୍ନାଥକୁ ଦର୍ଶନ କରିବା ନିମନ୍ତେ ମନକୁ ବୁଝାଉଛି। ହେଲା, ଶରୀର ଭିତରେ ଯେଉଁ ଜୀବାତ୍ମାଟି ଅଛି, ସେ କ'ଣ? ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସେ ମନକୁ ବୁଝଉଛି। ବୌଦ୍ଧ ଦର୍ଶନରେ ଆତ୍ମା ଶୂନ୍ୟ। ତେଣୁ ବୌଦ୍ଧ ମତରେ ଜଗନ୍ନାଥ ହେଉଛନ୍ତି ଶୂନ୍ୟ ଦେହୀ। ହେଲା, ବୌଦ୍ଧ ମତରେ ହେଉଛି ଆତ୍ମା ହେଉଛି ଶୂନ୍ୟ ଆତ୍ମା। ସେଥିପାଇଁ ସେ ଜଗନ୍ନାଥଙ୍କୁ ଶୂନ୍ୟ ଦେହୀ ବୋଲି କହିଛନ୍ତି। ଦର୍ଶନ କ୍ରିୟାର ସାଧନ ଚକ୍ଷୁ ଇନ୍ଦ୍ରିୟ।
ହେଲା। ଦର୍ଶନ କ୍ରିୟାର ସାଧନ ଦର୍ଶନ କିଏ କରିଥାଏ? ଚକ୍ଷୁ କରିଥାଏ। ଚକ୍ଷୁ ଗୋଟେ ଇନ୍ଦ୍ରିୟ, ପଞ୍ଚ ଇନ୍ଦ୍ରିୟ ଭିତରୁ ଆମ ଶରୀର ଭିତରେ ଯେଉଁ ପଞ୍ଚ ଇନ୍ଦ୍ରିୟ ଅଛି ତା ଭିତରୁ ଚକ୍ଷୁ ଗୋଟେ ଇନ୍ଦ୍ରିୟ, ଯେଉଁଟାକି ହେଉଛି ବାହ୍ୟ ଇନ୍ଦ୍ରିୟ। ଅନ୍ତର ଇନ୍ଦ୍ରିୟ ତ ଅଛି, ବାହ୍ୟ ଇନ୍ଦ୍ରିୟ ସବୁ ହେଉଛି ଚକ୍ଷୁ ଗୋଟେ ତା ଦେହରୁ। ତ ଶୂନ୍ୟର ରଙ୍ଗ କଳା ଏବଂ ଆକାର ଗୋଲ। ଶୂନ୍ୟର ରଙ୍ଗ ହେଉଛି କଳା ଏବଂ ଆକାର ତାର ହେଉଛି ଗୋଲ। ଦେଖନ୍ତୁ ଶୂନ୍ୟର କୌଣସି ପ୍ରକାର ଆକାର ନାହିଁ କି ରଙ୍ଗ ନାହିଁ ହେଲା, କିନ୍ତୁ ଏଠି କହିଛି ଶୂନ୍ୟର ରଙ୍ଗ ହେଉଛି କଳା ଓ ଆକାର ତାର ହେଉଛି ଗୋଲ। ଜଗନ୍ନାଥ ଶୂନ୍ୟ ପୁରୁଷ ହୋଇଥିବାରୁ ଏବଂ ତାଙ୍କର ମୁଖମଣ୍ଡଳରେ ଦିବ୍ୟମାନ ଚକ୍ଷୁ ଜୀବ କର୍ତ୍ତୃକ ଦର୍ଶନର ଅଭିମୁଖ୍ୟ ହୋଇଥିବାରୁ ଜଗନ୍ନାଥ କଳା ଏବଂ ତାଙ୍କର ଚକ୍ଷୁ ଗୋଲାକାର। ଏଠି ଜଗନ୍ନାଥଙ୍କ ସହିତ ସେ ଶୂନ୍ୟକୁ ତୁଳନା କରିଛନ୍ତି ବୋଲିକି କହିଛନ୍ତି ଶୂନ୍ୟ ହେଉଛି କଳା ରଙ୍ଗ ଆଉ ତାର ଆକାର ହେଉଛି ଗୋଲାକାର। କଳାଶ୍ରୀ ମୁଖ ପଦର ଏହା ହିଁ ସାର୍ଥକତା। କହିଛନ୍ତି ନା ଏଠି କଳାଶ୍ରୀ ମୁଖ ବାରେ ଦେଖିବା ଚାଲ, ତ ଏଇ ଅର୍ଥରେ ଏଇ କଥା କୁହାଯାଇଛି। ସାଂସାରିକ ବସ୍ତୁ ମଧ୍ୟ ଅନିତ୍ୟ। ଶରୀର ସହିତ ଆତ୍ମାର ସଂଯୋଗ ଜୀବନ ହେଲା। ଜୀବନ ମାନେ ଜୀବନ କ'ଣ? ମନବୋଧ 34 କୁହାଯାଇଛି ଜୀବନ ମାନେ କ'ଣ ନା ଶରୀର ସହିତ ଆତ୍ମାର ସଂଯୋଗ। ଯଦି କେବଳ ଶରୀର ଥିବ ଆତ୍ମା ନଥିବ ତାହେଲେ ତାକୁ ଜୀବନ୍ତ ବ୍ୟକ୍ତି କୁହାଯିବ ନାହିଁ କି ଜୀବନ୍ତ ପ୍ରାଣୀ କୁହାଯିବ ନାହିଁ। ଯଦି ଖାଲି ଆତ୍ମା ଥିବ ଶରୀର ନଥିବ ତାହେଲେ ମଧ୍ୟ ତାକୁ ଜୀବନ୍ତ ପ୍ରାଣୀ କୁହାଯିବ ନାହିଁ। ସେଥିପାଇଁ ଜୀବନ ଯଦି କହିବାକୁ ପଡ଼ିବ, ଆମେ ଯଦି କହିବା ଜୀବନ୍ତ ପ୍ରାଣୀ ଜଣେ ତା ପାଖରେ କ'ଣ ଥିବ? ଶରୀର ସହିତ ଆତ୍ମା ମଧ୍ୟ ସଂଯୋଗ ହୋଇକି ଥିବ। ଶରୀର ଠାରୁ ଆତ୍ମାର ବିଯୋଗ ହିଁ ମରଣ। ମରଣ କ'ଣ ନା ଶରୀର ଠାରୁ ଯେତେବେଳେ ଆତ୍ମା ବିଯୋଗ ହୋଇଯାଏ, ଦୂରେଇ ଯାଏ, ସେତେବେଳେ ମରଣ କୁହାଯାଏ। ସଂଯୋଗ ଚିରନ୍ତନ ନୁହେଁ, ମରଣ ଅବଶ୍ୟମ୍ଭାବୀ। କିଛି ସଂଯୋଗ ଚିରନ୍ତନ ନୁହଁ, ଚିରନ୍ତନ ସେ ସଂଯୋଗଟା ରହେନି କାହା ସହିତ ନା ଶରୀର ଆଉ ଆତ୍ମା ସହିତ ସଂଯୋଗଟା ସବୁଦିନ ପାଇଁ ଚିରନ୍ତନ ହେଇକି ରୁହେନି। ମରଣ ଅବଶ୍ୟମ୍ଭାବୀ ମାନେ ମରଣଟା ନିଶ୍ଚିନ୍ତ ଘଟିଥାଏ, ମାନେ ଶରୀର ଠାରୁ ଆତ୍ମା ନିଶ୍ଚୟ ଅଲଗା ହେବ। ଶରୀର ସହିତ ଆତ୍ମାର ଯେ ପର୍ଯ୍ୟନ୍ତ ସଂଯୋଗ ଥାଏ ସେ ପର୍ଯ୍ୟନ୍ତ ମନ କାର୍ଯ୍ୟକ୍ଷମ ଥାଏ ହେଲା। ଯେ ଶରୀର ସହିତ ଆତ୍ମା ଯେ ପର୍ଯ୍ୟନ୍ତ ସଂଯୋଗ ରହିଥିବ ସେ ପର୍ଯ୍ୟନ୍ତ ଏ ମନଟା କାର୍ଯ୍ୟ କରୁଥିବ, ମନ ଏଣେ ତେଣେ ଭାବୁଥିବ, ଏଣେ ତେଣେ ବୁଲୁଥିବ ହେଲା। ସଂଯୋଗର କାର୍ଯ୍ୟକାଳ ମଧ୍ୟରେ ମନ ନିଜ ଅବସ୍ଥାନର ସମୟ ସୀମାକୁ କଳନା କରିପାରେ ନାହିଁ। ଅନ୍ୟର ମରଣକୁ ଦେଖିଲେ ମଧ୍ୟ ନିଜେ ମରଣକୁ ବିଶ୍ୱାସ କରିପାରେ ନାହିଁ। ମଣିଷ ଦେଖେ ଅନ୍ୟର ମରଣ, କିନ୍ତୁ ସେ ନିଜେ କେବେ ମରିବ ବୋଲି ସେ କଥାକୁ ସେ ଭାବିପାରେ ନାହିଁ କି ବିଶ୍ୱାସ କରିପାରେ ନାହିଁ। ତେଣୁ ଶରୀରରେ ଚିରନ୍ତନ ଅବସ୍ଥାନ କରିବାକୁ ଇଚ୍ଛା କରୁଥାଏ କି ମନ ସବୁବେଳେ ଚାହୁଁଥାଏ ଶରୀର ଭିତରେ ମୁଁ ଏମିତି ଚିରସ୍ଥାୟୀ ହେଇକି ରହିଥିବି। ସାଂସାରିକ ବସ୍ତୁର ଅନିତ୍ୟତାକୁ ଦେଖି ମଧ୍ୟ ନିଜ ସ୍ଥିତିର ଅନିତ୍ୟତାକୁ ନେଇ ଆଣ୍ଟ ବାନ୍ଧେ ହେଲା। କହିଲା ଶାରୀରିକ ବସ୍ତୁର ଅନିତ୍ୟତାକୁ ଦେଖି, ସାଂସାରିକ ବସ୍ତୁର ଅନିତ୍ୟତାକୁ ଦେଖି, ସାଂସାରିକ ବସ୍ତୁରେ କ'ଣ ଦେଖୁଛି? ଅନିତ୍ୟ, ନିତ୍ୟ କିଛି ନାହିଁ, ସବୁ ଅନିତ୍ୟ ହେଲା। କିଛି ନୀତି ସବୁଦିନ ପାଇଁ କେଉଁଟା ରହିନଥିବ, ତାକୁ ସେ ଦେଖିକି ମଧ୍ୟ ସେ କ'ଣ କରୁଛି? ନିଜେ ନିଜ ସ୍ଥିତିରେ ସେ ଅନିତ୍ୟତାକୁ ନେଇକି ଆଣ୍ଟ ବାନ୍ଧିଛି। ମାନେ ମୁଁ ରହିବି, ମୋର ଏମିତି ସମ୍ପତ୍ତି ବାଡ଼ି କରିବି, ମୋର ଧନ ଜନ ଅର୍ଜିବି ହେଲା, ସୁନାମ ଅର୍ଜିବି, ତ ସେ ଆଣ୍ଟ ବାନ୍ଧିକିରି ରହିଛି। ଜୀବଦଶାରେ ଯେତେ ପଦାର୍ଥ ସଂଗୃହୀତ ହୋଇଛି ଶରୀରରୁ ଆତ୍ମା ବିଯୁକ୍ତ ହେବା ମାତ୍ରେ ମନ ଆପେ ଆପେ ସେ ଶରୀର ଛାଡ଼ିବାକୁ ବାଧ୍ୟ ହେଲା। କହିଛି ଜୀବଦଶାରେ ଯେତେ ପଦାର୍ଥ ସଂଗୃହୀତ ହୋଇଛି ଶରୀରରୁ ଆତ୍ମା ବିଯୁକ୍ତ ହେବା ମାତ୍ରେ ମନ ଆପେ ଆପେ ସେ ଶରୀର ଛାଡ଼ିବାକୁ ବାଧ୍ୟ। ଆମେ ମନ କରିକିରି ଆମେ ସୁନ୍ଦର ଘରେ ରହିବା, ସୁନ୍ଦର ବେଶ ସଜେଇବା, ସୁନ୍ଦର ଡ୍ରେସ୍ ପଟା କିଣିବା ହେଲା, ମନ ଆମର କହୁଛି ସୁନ୍ଦର ସୁନ୍ଦର ଖାଇବା, ସୁନ୍ଦର ସୁନ୍ଦର ଜାଗାକୁ ବୁଲିଯିବା, ଏତେ କଥା କହୁଛି। ଯେତେବେଳେ ଶରୀର ଠାରୁ ଆତ୍ମାଟା ବିଯୁକ୍ତ ହେଇଯିବ, ଅଲଗା ହେଇଯିବ, ସେ ମନ ମଧ୍ୟ ଆପେ ଆପେ ଶରୀର ଛାଡ଼ିକି ପଳେଇବ। ଯେଉଁ ମନ ପାଇଁ ଆମେ ଆଜି ଏତେ ଘାଣ୍ଟି ହେଉଛେ, ଏତେ ପରିଶ୍ରମ କରୁଛେ, ଏତେ କିଛି କରୁଛେ, ତ ସେଇ ମନଟା ବି ସେ ଶରୀର ଭିତରେ ଆଉ ରହିବ ନାହିଁ, ସେ ବି ଦିନେ ଛାଡ଼ିକି ଚାଲିଯିବ। ଏହି ସମୟରେ ପୂର୍ବ ସଂଗୃହୀତ ପଦାର୍ଥକୁ ସାଥିରେ ନେବା ପାଇଁ ମନର ସାଧନ ନଥାଏ। ମନର ସାଧନ ଶରୀର।
ହେଲା। କହିଲା ଏହି ସମୟରେ ପୂର୍ବ ସଂଗୃହୀତ ପଦାର୍ଥକୁ ସାଥିରେ ନେବା ପାଇଁ ଯେଉଁ ମନଟା କରିଥାଏ କି ମୁଁ ଏଇଟା ସଞ୍ଚିବି, ଏଇଟି ଘର କରିବି, ଏମିତି ଟଙ୍କା ସୁନା ଧନ ଅର୍ଜନ କରିବି, ସେ ମନ କରିଥାଏ ନା। କିନ୍ତୁ ଯେତେବେଳେ ଶରୀରରୁ ଆତ୍ମା ପଳେଇଯାଏ, ସେ ମନ ବି ସେ ସମୟରେ ସେଇ ଯେଉଁ ସବୁ ଜିନିଷ ଅର୍ଜନ କରିଥାଏ ତାକୁ ମଧ୍ୟ ସେ ବି ଧରିକି ନେଇପାରେ ନଥାଏ। ହେଲା, ମନର ସାଧନ ଶରୀର, ମନର ସାଧନ କେବଳ ଶରୀର, ଯେଉଁଟାକି ଶରୀରରୁ ଆତ୍ମା ପଳେଇଗଲେ ସେ ମଧ୍ୟ ଶରୀର ଛାଡ଼ି ଚାଲି ଯାଇଥାଏ। ଶରୀରରୁ ଆତ୍ମା ବିଯୁକ୍ତ ହେବାରୁ ଶରୀର ଜୀବନ୍ତ ରହେ ନାହିଁ। ହେଲା, ଶରୀରରୁ ଯେତେବେଳେ ଆତ୍ମା ବିଯୁକ୍ତ ହୋଇଯାଏ, ଯେତେବେଳେ ଆଉ ଶରୀର ଜୀବନ୍ତ ରହେ ନାହିଁ, ସେତେବେଳେ ମନ ବା କେଉଁଠି ରହିପାରିବ। ହେଲା, ଦେଖନ୍ତୁ ଆଉ ଗୋଟେ କ'ଣ କହିଲା, ଆଉ ଗୋଟେ ପଦ, ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି, ଖାଉନ ଥିବେ ଶ୍ୱାନ ଶୃଗାଳ ବାଣ୍ଟି, ଖଟ ପଲଙ୍କେ ସେଜ ସଜାଇ ଶୋଉ, ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ। ହେଲା, ମୁଁ ଟିକେ ସଂକ୍ଷେପରେ କହିଦେଉଛି କ'ଣ ଦେଇଛି। ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି, ତ ଖାଉନ ଥିବେ ଶ୍ୱାନ ଶୃଗାଳ ବାଣ୍ଟି। ଯେତେବେଳେ ଶରୀରରୁ ଆତ୍ମାଟି ଦୂରେଇ ଯିବ, ସେତେବେଳେ କ'ଣ ହେବ, ସେ ଯେଉଁ ଖଞ୍ଜା ଖଞ୍ଜି ହେଇକି ଆମ ଶରୀରଟି ଗଠନ ହେଇଛି, ଯେଉଁ ପଞ୍ଜରା କାଠି ଖଞ୍ଜା ହେଇକି ସୁନ୍ଦର ମଜାରେ ଶରୀରଟି ଗଠିତ ହେଇଛି, ସେହି ଶରୀରକୁ କ'ଣ ହେବ ନା ଶ୍ୱାନ ଶୃଗାଳ ମାନେ, ବିଲୁଆ କୁକୁର ମାନେ ବାଣ୍ଟିକିରି ଖାଇବେ। ହେଲା, ଖଟ ପଲଙ୍କେ ସେଜ ସଜାଇ ଶୋଉ, ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ। ତାହେଲେ ଶୋଉଛୁ, ଆମେ ତଳେ ଶୋଉନୁ, ବିଛଣା ପକେଇ ଶୋଇବୁ। ବିଛଣାରେ ପୁଣି ଖାଲି ବିଛଣା ଖାଲି ସପଟେ ପକେଇଲେ ହେବନି, ଖଟରେ ଗଦି ପଡ଼ିବ, ପୁଣି ଖଟ ପଡ଼ିବ, ଖଟରେ ଗଦି ପଡ଼ିବ, ତାପରେ ବେଡ଼ସିଟ୍ ପଡ଼ିବ, ତାପରେ ତକିଆ ପଡ଼ିବ। ହେଲା, ତ ଆମେ କେତେ ସୁନ୍ଦର ମଜାରେ ସଜେଇକି ଶୋଉଛୁ। କିନ୍ତୁ ଯେତେବେଳେ ଏ ଶରୀରରୁ ଆତ୍ମାଟି ଛାଡ଼ିଯିବ, ସେତେବେଳେ କ'ଣ ହେବ, ଖଳ ଦୁର୍ଗନ୍ଧ ହେବ, ଦୁର୍ଗନ୍ଧ ନିର୍ଗତ ହେବ ସେହି ଶରୀରରୁ। ସେ ଶରୀରକୁ ଆଉ କେହି ପାଖରେ ରଖିବାକୁ ଚାହିଁବେ ନାହିଁ। ହେଲା, ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହ। ସେଇ ଦେହକୁ ଏତେ ଯତ୍ନ କରୁଛୁ, ସେଇ ଦେହରେ ଏମିତି ଦୁର୍ଗନ୍ଧ ହେବ, ତାକୁ କେହି ଘରେ ରଖିବାକୁ ଆଦର ପାଇବେ ନାହିଁ। ହେଲା, ତାର ବ୍ୟାଖ୍ୟା କ'ଣ ଦେଇଛି ବହିରେ ଟିକେ ଦେଖିଦେବା। ଶରୀର ଠାରୁ ଆତ୍ମା ବିଯୁକ୍ତ ହୋଇଗଲା ପରେ ଶରୀର ଶବ ପାଲଟି ଯିବାରୁ ତାହାର ଆଉ ଆବଶ୍ୟକତା ରହେ ନାହିଁ। ଶ୍ମଶାନରେ ଶବ ଫିଙ୍ଗି ଦିଆଯାଏ। ମୃତ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ଭୋଜନ କରିବା ପାଇଁ କୁକୁର ଓ ବିଲୁଆ ପ୍ରଭୃତି ପଶୁ ରୁଣ୍ଡ ହୋଇ କଳି କଜିଆ କରନ୍ତି। ଏଭଳି ନଶ୍ୱର ଶରୀରକୁ ସଜାଇ ଧରି ରଖିବା ପାଇଁ ଜୀବଦ୍ଦଶାରେ ମନ ତୁଳିତଳ୍ପ ଶଯ୍ୟା ଲୋଡ଼େ। କିନ୍ତୁ ଏହି ସମୟରେ ମନ ବୁଝିପାରେ ନାହିଁ ଯେ ମରଣୋତ୍ତର କାଳରେ ଶବ କ୍ରମଶଃ ପଚି ସଢ଼ି ଦୁର୍ଗନ୍ଧ ହୁଏ। ଏତାଦୃଶ ପରିଣତିକୁ ମନ ହେଜି ପାରୁନଥିବାରୁ ଅନ୍ତଃକରଣରେ ମନକୁ ଚୈତନ୍ୟ ହେଜାଇ ଦେଉଛି। ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରସଙ୍ଗରେ କବି ଭକ୍ତଚରଣ ଶବର ଦାହ ପ୍ରସଙ୍ଗ ଉଲ୍ଲେଖ ନ କରି କେବଳ ବହିର୍ନିକ୍ଷେପ କରିବା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ଉଭୟ ପ୍ରସଙ୍ଗରେ ଶରୀରର ନଶ୍ୱରତା ପ୍ରତିପାଦିତ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ମୃତ ଶରୀରକୁ ଦଗ୍ଧ କଲେ ସେ ଭସ୍ମରେ ପରିଣତ ହେବ। ଏହାଦ୍ୱାରା ଶରୀର ଚିରନ୍ତନ ନୁହେଁ ତାହା ପ୍ରମାଣିତ ହୋଇଯିବ। ବାହାରେ ଫିଙ୍ଗିଦେଲେ କୁକୁର ବିଲୁଆ ଭୋଜନ କରିବା ଦ୍ୱାରା ଶରୀରର ନଶ୍ୱରତା ପ୍ରତିପାଦନ କରିବାରେ କିଛି ଅସୁବିଧା ନାହିଁ। ତେବେ କବି ଶବକୁ ଦାହ କରାଯିବା ପ୍ରସଙ୍ଗରେ ଅବତାରଣା କଲେ ନାହିଁ କାହିଁକି? ଏଠାରେ ଏତିକି କୁହାଯାଇପାରେ ଯେ ସନ୍ନ୍ୟାସ ଜୀବନର ତ୍ୟାଗ ଭାବନାତ୍ମକ କାର୍ଯ୍ୟକଳାପ ଦ୍ୱାରା ଅଭ୍ୟସ୍ତ ହୋଇ ମଣିଷ କ୍ରମଶଃ ଶରୀର ପ୍ରତି ଲୋଭଶୂନ୍ୟ ହୋଇଯାଏ। ଏସବୁ କଥା କହିବା ଦ୍ୱାରା କ'ଣ ହେବ, ମଣିଷ ଯିଏ ସବୁ ସନ୍ନ୍ୟାସ ଗ୍ରହଣ କରିଥାନ୍ତି ସେମାନେ କ'ଣ କରିବେ ନା ଶରୀର ପ୍ରତି ତାଙ୍କର ଯେଉଁ ଲୋଭ ଥାଏ, ଆସ୍ଥା ଥାଏ, ସେଇଟା ତାଙ୍କର ଆଉ ରହିବ ନାହିଁ, ଲୋଭଶୂନ୍ୟ ହେଇଯିବେ ଶରୀର ଠାରୁ। ହେଲା, ପକ୍ଷାନ୍ତରରେ ସନ୍ନ୍ୟାସୀ ଓ ବ୍ରହ୍ମଚାରୀ କିମ୍ବା ବୈରାଗୀମାନଙ୍କର ଅଗ୍ନି ଦ୍ୱାରା ପାକ କରି ଦୈନନ୍ଦିନ କାର୍ଯ୍ୟ ନିର୍ବାହ କରିବାର ଶାସ୍ତ୍ର ପରମ୍ପରା ନାହିଁ। ତେଣୁ ଏମାନେ ହୃଦୟରେ ଅଗ୍ନିକୁ ସ୍ଥାନିତ କରିଥାନ୍ତି।
ସ୍ୱୟଂ ପାକ ନ କରି ଭିକ୍ଷା ଦ୍ୱାରା ଆହୁତ ପଦାର୍ଥ ଦ୍ୱାରା କ୍ଷୁଧା ଶାନ୍ତ କରିଥାନ୍ତି। ହେଲା, ସେମାନେ ନିଜେ ନିଆଁରେ ଜାଳିକି ରୋଷେଇ କରିକି ଖାଇନଥାନ୍ତି। ସେ କ'ଣ କରିଥାନ୍ତି, ନିଜେ ପାକ ନ କରିକି ସେ ଭିକ୍ଷା କରିଥାନ୍ତି। ଭିକ୍ଷାରେ ଯାହା ମିଳିଥାଏ ସେ ତାକୁ ହିଁ କ୍ଷୁଧା ଭୋକକୁ ଶାନ୍ତ କରିବା ପାଇଁ ଖାଇଥାନ୍ତି। ସୂର୍ଯ୍ୟ ପାକ ହେଲା, ମାନେ ପାଚିଲା ଫଳ ଯେଉଁଟା ସୂର୍ଯ୍ୟ ଦ୍ୱାରା ଯେଉଁଟା ମାନେ ବନିଥିବ ପାଚିଲା ଫଳ ଦ୍ରବ୍ୟ ବା ଫଳ ଭୋଜନ କରିବା ଦ୍ୱାରା ମନର ବୈରାଗ୍ୟ ଆସିଥାଏ। ଅଗ୍ନିପାକ ପଦାର୍ଥର ଭୋଜନ ଦ୍ୱାରା ଆସକ୍ତି ଆସେ। ହେଲା, ସେମାନେ ଅଗ୍ନିରେ ନିଆଁ ଜାଳିକି ଯେଉଁ ପଦାର୍ଥଟି ରୋଷେଇ ହେଇଥାଏ ତାକୁ ଖାଇବା ଦ୍ୱାରା ମନରେ ଆସକ୍ତି ଭାବ ଆସିଥାଏ। କିନ୍ତୁ ସୂର୍ଯ୍ୟଙ୍କ ଦ୍ୱାରା ଯେଉଁ ପାକଟି ବନିଥାଏ ସେଥିରେ ବୈରାଗ୍ୟ ରହିଥାଏ। ସେଥିପାଇଁ ସେ ଅଗ୍ନିରେ ଜାଳିକି ରୋଷେଇ କରି ରନ୍ଧନ କାର୍ଯ୍ୟ କରିକି ଖାଆନ୍ତି ନାହିଁ। ସୂର୍ଯ୍ୟଙ୍କ ଦ୍ୱାରା ଯେଉଁଟା ବନିଥାଏ ସେକୁ ହିଁ ସେମାନେ ଖାଇଥାନ୍ତି। ତେଣୁ ତ୍ୟାଗ ଭାବନାର ଉଦୟ ହେବା ନିମନ୍ତେ ମନର ଶରୀର ପ୍ରତି ଲୋଭକୁ ତୋଟାଇ ଦେବା ପାଇଁ ଚୈତନ୍ୟ ଶରୀରର କ୍ରମ ପରିଣତି ଦର୍ଶାଇ କହନ୍ତି ଯେ ଶରୀରର କିଛି ଅଂଶ ଯଦି କୁକୁର ବିଲୁଆଙ୍କର ଆହାରରୁ ବଳି ପଡ଼େ ତେବେ ତାହା ପଚି ସଢ଼ି ଦୁର୍ଗନ୍ଧ ହୁଏ। ହେଲା, ଆଉ ଗୋଟେ ପଦ ଦେଖିବା କ'ଣ କହିଛି। ଗଲେଣି ତୋ ସଙ୍ଗରୁ ଯେତେକ ଜନ ଗଣ୍ଠିରେ ବାନ୍ଧି ନେଲେ କେତେ ଧନରେ ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲୁ ଗାଢ଼େ ମଜିଣ ନିତ୍ୟ ଧନ ଅର୍ଜିଲୁରେ। ହେଲା, ଏଇଠି କ'ଣ କହିଛନ୍ତି ନା ଗଲେଣି ତୋ ସାଙ୍ଗରେ ଯେତେକ ଆସିଥିଲେ, ହେଲା, ଯେତେକ ତୁ ଦେଖିଛୁ ତ ସେମାନେ ଯେତେବେଳେ ଏଠୁ ଗଲେ ଛାଡ଼ିକିରି ତାଙ୍କ ଘଟ ଛୁଟିଲା ଯେତେବେଳେ ସେମାନେ ଗଲେ କେତେ ସେ ଗଣ୍ଠିରେ ବାନ୍ଧିକିରି କେତେ ଧନ ନେଇପାରିଲେ। ଯାହା ପାଇଁ ତୁ ଏତେ ଘାଣ୍ଟି ହେଉଛୁ, ଯାହା ପାଇଁ ଏତେ କଷ୍ଟ କରୁଛୁ, ହେଲା, ସେ ଧନ ସବୁ କ'ଣ ହେବ, ତାକୁ କ'ଣ ସେ କେବେ ନେଇପାରିଲେ। ତ ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲୁ ଗାଢ଼େ ମଜିଣ ନିତ୍ୟ ଧନ ଅର୍ଜିଲୁ। ହେଲା, ତେଣୁ ତୁ ଗୁରୁ ଗୋବିନ୍ଦଙ୍କ ନାମ ଭଜନ କରେ। ହେଲା, ଗୁରୁ ଗୋବିନ୍ଦଙ୍କ ନାମ ତୁଣ୍ଡରେ କେବେ ବି ନ ଧରିକି ତୁ କ'ଣ କରୁଛୁ, କେବଳ ନୀତି ସବୁଦିନ ତୁ କେବଳ ଧନ ଅର୍ଜିବା ପାଇଁ ଲାଗି ପଡ଼ିଛୁ। ହେଲା, ସେ ଧନକୁ ତୁ କ'ଣ ନେଇକି ଯିବୁ। ତ ଭାବାର୍ଥ କ'ଣ ଦେଲା, ଚୈତନ୍ୟ ମନକୁ କହୁଛନ୍ତି। ଏଠି ଦେଖନ୍ତୁ ମନବୋଧ ଚଉତିରେ ଚୈତନ୍ୟ ଆଉ ମନ ଭିତରେ କଥୋପକଥନ ହେଉଛି। ରେ ମନ, ତୁ ଯେ ଦିନେ ମରିବୁ ଏକଥା ତୋ ପାଇଁ ଯେ କେବଳ ସତ୍ୟ ତାହା ନୁହେଁ। ତୋ ପୂର୍ବରୁ ମଧ୍ୟ କେତେ ମଲେଣି, କିନ୍ତୁ ଜୀବଦଶାରେ ଅର୍ଜିଥିବା ଧନ ସମ୍ପତ୍ତି କେହି ଜଣେ ହେଲେ ସଙ୍ଗରେ ନେବା ପାଇଁ ସମର୍ଥ ହୋଇପାରି ନାହାନ୍ତି। ମରଣୋତ୍ତର କାଳରେ କେବଳ ଗୋବିନ୍ଦଙ୍କର ନାମସ୍ମରଣ ହିଁ ଏକମାତ୍ର ପାଥେୟ। ହେଲା, ହେ ମନ, ତୁ ବି ଦିନେ ମରିବୁ। ତୋ ସାଙ୍ଗରେ ଯେଉଁମାନେ ଆସିଥିଲେ ସେମାନେ କେବେ ବି ନିଜେ ଯେତିକି ଅର୍ଜନ କରିଛନ୍ତି ଧନ ସମ୍ପତ୍ତି ତାକୁ ସେ ସାଥିରେ ନେଇକି ଯାଇପାରିନାହାନ୍ତି। ତୁ ବି ଏକୁ କେବେ ବି ସାଥିରେ ନେଇକି ଯାଇପାରିବୁନି। ମରଣ ବେଳେ ଯଦି କିଏ ବା ସାଥିରେ ଯାଇଥାଏ ସେ ହେଉଛି ଗୋବିନ୍ଦଙ୍କର ନାମସ୍ମରଣ, ଭଗବାନଙ୍କର ନାମସ୍ମରଣ। ସେ ହେଉଛି ଏକମାତ୍ର ପାଥେୟ। ହେଲା, ସେ ଗୁରୁ ଜୀବଦଶାରେ ମଣିଷ ଯେତେ କର୍ମ କରେ ତାର ଫଳ ଶାରୀରିକ କାର୍ଯ୍ୟ କ୍ଷେତ୍ରରେ ଭୋଗେ। ହେଲା, ହେଉଛି ସେ ଗୁରୁ ଜୀବତରେ ଥାଏ ସେତେବେଳେ ମଣିଷ ଯେଉଁ କର୍ମ ସବୁ କରିଥାଏ ତାର ଫଳ ଶାରୀରିକ କାର୍ଯ୍ୟ କ୍ଷେତ୍ରରେ ହିଁ ସେ ଭୋଗ କରିଥାଏ। ଯେତେବେଳେ ସେ ଶରୀର ଥାଏ ସେତେବେଳେ ହିଁ ସେ ଭୋଗ କରିଥାଏ। ଶରୀର ଥିଲେ ତ କଷ୍ଟ ଅଛି, ନହେଲେ ଆତ୍ମାକୁ କିଏ କଷ୍ଟ ଦେବ? କିଏ କଷ୍ଟ ଦେବ? ଆତ୍ମାକୁ କି କଷ୍ଟ ମିଳିବ? କିଛି ନାହିଁ, କିନ୍ତୁ ଶରୀର ହିଁ କଷ୍ଟ ପାଇଥାଏ। ହେଲା, କିନ୍ତୁ ଭଗବାନଙ୍କର ନାମସ୍ମରଣ ଆତ୍ମାର ବନ୍ଧନ ଛେଦନରେ ସହାୟକ ହୋଇଥାଏ। ହେଲା, କିନ୍ତୁ ଭଗବାନଙ୍କ ନାମସ୍ମରଣ କରିବା ତାହେଲେ ଆତ୍ମାର ବନ୍ଧନ ଛେଦନ କରିବ ସେ। ହେଲା, ଆମକୁ ସହାୟକ ହୋଇଥାଏ। ନାମ ସ୍ମରଣ ପୂର୍ବକ ଯେକୌଣସି କାର୍ଯ୍ୟ ଆତ୍ମପ୍ରସାଦ ସୃଷ୍ଟି କରେ। ଧନ ଅର୍ଜନ କରିବା ଇତର କର୍ମ ପରି ଏକ କର୍ମ। ହେଲା, କହିଲେ ଧନ ଅର୍ଜନ କରିବା ହେଉଛି ଇତର କର୍ମ। ଇତର ମାନେ ନିଚ କାମ। ହେଲା, ଧନ ଅର୍ଜନ କରିବାଟା ହେଉଛି ଇତର କର୍ମ ପରି ଏକ କର୍ମ। କିନ୍ତୁ ନିଚ କର୍ମ ଯେଉଁ ସବୁ ଲୋକ କରିଥାନ୍ତି, ନିଚ କର୍ମ ପରି ଧନ ଅର୍ଜନ ମଧ୍ୟ ସେ ନିଚ କର୍ମରୁ ଗୋଟିଏ କର୍ମ। ହେଲା, କିନ୍ତୁ ସେଥିରେ ମଜିଯାଇ ଭଗବାନଙ୍କ ନାମକୁ ବିସ୍ମରଣ କରି ଧନ ଅର୍ଜନ କଲେ
ସେ ଧନ ଆତ୍ମାର ହିତରେ ଲାଗେ ନାହିଁ। ଏଇ ଅବସ୍ଥାରେ ଧନ ଲକ୍ଷ୍ୟ ହୋଇଯାଏ। ହେଲା, ସେ କହିବା କଥା ନା ଯଦି ଆମେ ଭଗବାନଙ୍କ ନାମକୁ ସ୍ମରଣ ନ କରି ଧନ ଅର୍ଜନରେ ଲାଗି ପଡ଼ିବା ତାହେଲେ ସେଇ ଧନ ହିଁ ଆମର କ'ଣ ହେଇଯିବ, ଶେଷ ପର୍ଯ୍ୟନ୍ତ ଆମର ଲକ୍ଷ୍ୟ ହେଇଯିବ କେବଳ ଧନ। ଆମେ ଭଗବାନଙ୍କୁ ଭୁଲିଯିବା, ତାପରେ ଆମେ ଶରୀର ଥିବା ଯାଏ ଆମେ କଷ୍ଟ ହିଁ ପାଉଥିବା। କିନ୍ତୁ ବାସ୍ତବରେ ଧନ ସାଧନ ମାତ୍ର। ହେଲା, ଆତ୍ମା ସାକ୍ଷାତକାର ହେଉଛି ମଣିଷ ଜୀବନର ସାଧ୍ୟ ବା ଲକ୍ଷ୍ୟ। ହେଲା, ବୋଧେ ଧନଟା ହେଉଛି କ'ଣ ନା ସାଧନ ମାତ୍ର। ହେଲା, କ୍ଷୀଣ କଥାଟି, ଛୋଟ କଥାଟି। କିନ୍ତୁ ଆତ୍ମାକୁ ସାକ୍ଷାତକାର କରିବା ହେଉଛି ମଣିଷ ଜୀବନର ସାଧ୍ୟ ବା ଲକ୍ଷ୍ୟ। ପ୍ରକୃତ ସାଧ୍ୟ ବା ଲକ୍ଷ୍ୟ କ'ଣ ନା ଆତ୍ମାକୁ ସାକ୍ଷାତକାର କରିବା। ଧନ ହେଉଛି ଅର୍ଥ ସର୍ବଦା ସାଧନ। ଧନକୁ ସାଧ୍ୟ ଭାବରେ ଗ୍ରହଣ କରିନେଲେ ତାହା ଅର୍ଥ ନ ହୋଇ ଅନର୍ଥରେ ପରିଣତ ହୁଏ। ହେଲା, ସେ କହିଛି ଧନ ହେଉଛି କେବଳ କ'ଣ ନା ସାଧନଟି, ଆମ ଜୀବନ ବଞ୍ଚିବା ପାଇଁ ଆମକୁ ଯେତିକି ଆବଶ୍ୟକ। କିନ୍ତୁ ଧନକୁ ଯଦି ଆମେ ସାଧ୍ୟ ଭାବରେ ଗ୍ରହଣ କରିବା, ମାନେ ଆମର ପ୍ରକୃତରେ କାମ ହେଉଛି କେବଳ ଧନ ଅର୍ଜନ କରିବା, ଏଇଥିରେ ଯଦି ଆମେ ତାକୁ ଭାବି ନେବା ତାହେଲେ ସେଇ ଯେଉଁ ଧନଟି ଅର୍ଥ ନ ହୋଇ ସେ ହେଇଯିବ କ'ଣ ଅନର୍ଥର କାରଣ। ଅନର୍ଥ ମଣିଷର ମଣିଷତ୍ୱକୁ ଧ୍ୱଂସ କରିଦିଏ। ତାହେଲେ ଆମେ ଧନରେ ଅର୍ଥରେ ଲୋଭୀ ହେଇଯିବା, ଅହଙ୍କାର କରି ବସିବା, ସେତେବେଳେ ସେ ଅନର୍ଥଟି ହେଇ ବସିବ, ଯାହାକି ମଣିଷକୁ ମଣିଷତ୍ୱର ଧ୍ୱଂସ କରି ପକାଇବ। ଭଗବାନଙ୍କ ନାମରେ ବିସ୍ମରଣ ପୂର୍ବକ ଧନାର୍ଜନରେ ଯେତେ ମଜିଥାଏ ତାହାର ମଣିଷତ୍ୱ ସେତେ ନ୍ୟୁନ, ସାମାଜିକ ବ୍ୟକ୍ତିତ୍ୱ ସେତେ ଲଘୁ। 4 ନମ୍ବର ପଦ ଦେଖନ୍ତୁ। ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ, ଘଟ ଛୁଟିଲେ ତୋତେ ବୋଲିବେ ଭୂତରେ। ଘର ଘରଣୀ ଦେହ କିଳାଉଥିବେ, ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେରେ। ହେଲା, କହୁଛି ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ, ତୁ ଘର ବୋଲିକି ଯେଉଁ ଅର୍ଜନ କରିଛୁ, ମୋ ଘର କରିଛି, ଘରକୁ ଖଟଟେ କରିବି, ଘରକୁ ଆଲଣାଟେ କରିବି, ଘରକୁ ଫ୍ରିଜଟେ କରିବି, ଯେଉଁ ସବୁ ଘର କରଣା ସବୁ ଅର୍ଜିଛୁ। ହେଲା, ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ ସବୁ ଘରେ ସୁନ୍ଦର ସୁନ୍ଦର କରିକି ରହିବା ପାଇଁ, ଭଲ ଭାବରେ ରହିବା ପାଇଁ ହେଲା ରଖିଛୁ, ସଞ୍ଚୟ କରିଛୁ, ଅର୍ଜିଛୁ। ତ ଘଟ ଯେତେବେଳେ ଛୁଟିବ, ଯେତେବେଳେ ଆତ୍ମାରୁ ଶରୀର ଅଲଗା ହେବ, ସେତେବେଳେ କ'ଣ ହେବ ତାର ତୋର ବୋଲିବେ, ତତେ ସମସ୍ତେ କ'ଣ ବୋଲିବେ, ଭୂତ ବୋଲି ବୋଲିବେ। ହେଲା, ସେଇ ଘରକୁ ପୁରେଇବେନି, ସେଇ ଘରକୁ ପଶିଯିବୁ, କାଳେ ଆସିଯିବୁ ବୋଲିକି ଭୟ ପାଇକି ତାକୁ କ'ଣ କରିବେ, ମନ୍ତ୍ରବନ୍ଦୀ କରିଦେବେ। ହେଲା, ଘର ଘରଣୀ ଦେହ କିଳାଉଥିବେ, ଘର ଘରଣୀ ମାନେ ଘର ଦେହ କିଳାଉଥିବେ, ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେରେ। ହେଲା, ସାଙ୍ଗସାଥି ଘେନି ବନ୍ଧୁ କୁଟୁମ୍ବ ହେଲା ପରିବାର ବର୍ଗ ସମସ୍ତେ ତତେ ଯାଇ ଶୁଦ୍ଧ ହେଇଯିବେ। ହେଲା, କାଳେ ତୁ ତାଙ୍କ ସାଙ୍ଗରେ ରହିଯିବୁ କି, ହେଲା ତତେ ଶୁଦ୍ଧ ହେଇ ପଡ଼ିବେ। ତୁ ସେଇଥିପାଇଁ ତାଙ୍କରି ପାଇଁ ଧନ ଅର୍ଜନ କରୁଛୁ। ହେଲା, ସାଂସାରିକ ଜୀବନ ନିର୍ବାହ ପାଇଁ ମଣିଷ ନିଜେ ସବୁକିଛି ସଂଗ୍ରହ କରି ସାଇତି ରଖେ। ଯାହାର ସାଇତା ପଦାର୍ଥ ଯେତେ ସେ ବଡ଼ ଘରୁଆ ବୋଲି ସାମାଜିକ ପ୍ରସିଦ୍ଧି ଅଛି। ଶରୀରରୁ ଆତ୍ମାର ବିଯୋଗ ହେଲେ ବିଯୁକ୍ତ ଆତ୍ମାକୁ ଲୋକେ ଭୂତ ବୋଲି କହନ୍ତି ଓ ଡରନ୍ତି, କିନ୍ତୁ ଘରର ନିର୍ମାତା ଭାବରେ କେହି ଜଣେ ହେଲେ ତାକୁ ଆପଣାର କରନ୍ତି ନାହିଁ। ହେଲା, କେହି ଭାବିବେନି ଆମ ଘରକୁ ସେ ହିଁ କରିଛନ୍ତି, ସେ ହିଁ ଏତେ ସବୁ କରିଛନ୍ତି, ତାଙ୍କୁ କେହି ଭାବିବେନି। ହେଲା, ସମସ୍ତେ ଯେତେବେଳେ ଭୂତ ଭାବିକି ତାଙ୍କୁ ଡରିବେ। ଏହାର କାରଣ ଅଛି କ'ଣ ନା ଜୀବନରେ ମଣିଷ ଯେତେ କର୍ମ କରେ ସବୁ କର୍ମର ଫଳ ସେ ସେହି ଜନ୍ମରେ ପାଏ ନାହିଁ। ମରଣ ପୂର୍ବରୁ କୃତ କର୍ମର ଫଳ ନ ପାଇ ପାରିଲେ ସେହି କର୍ମ ଗୁଡ଼ିକର ସଂସାର ଧର୍ମ ଅଧର୍ମ ଭାବରେ ସେହି ଆତ୍ମାରେ ସଂଶ୍ଳିଷ୍ଟ ହୋଇ ରହେ। ଫଳରେ ସେହି ସଂସାର ଗୁଡ଼ିକ ବାସନାରେ ପରିଣତ ହୋଇଯାଆନ୍ତି। ବାସନା ଯୁକ୍ତ ହୋଇଥିବାରୁ ମୃତ ମଣିଷର ଆତ୍ମା ସବୁବେଳେ କର୍ମ ଫଳକୁ ପାଇବା ପାଇଁ ବ୍ୟାକୁଳ ହୋଇଉଠେ, କିନ୍ତୁ ଫଳ ଭୋଗ କରିବା ପାଇଁ ଶରୀର ହେଉଛି ସାଧନ। ସେ ଶରୀର ହରାଇ ନ ପାରି ଏଣେ ତେଣେ ନିଜର ପ୍ରତିକ୍ରିୟା ପ୍ରକାଶ କରେ। ଯେଉଁମାନେ ସେହି ମୃତ ମଣିଷ ସହିତ ସମ୍ପୃକ୍ତ ସେହିମାନେ ତାର ପ୍ରତିକ୍ରିୟାକୁ ସହଜରେ ଅନୁଭବ କରିପାରନ୍ତି, କିନ୍ତୁ ତାହାକୁ ଚକ୍ଷୁରେ ଦେଖି ନ ପାରି ଭୟଭୀତ ହୋଇଥାନ୍ତି। ଏହା ହିଁ ଭୂତ ଭୟ ଅଟେ।
କହିଲେ ଭୂତ ଭୟ କ'ଣ? ଯେତେବେଳେ ମନଟି କ'ଣ ହେଇଥାଏ, ସେ ଶୁଦ୍ଧ ନଥାଏ, ତାର ମନଟି ବହୁତ ଆଣ୍ଟ ବାନ୍ଧିଥାଏ ହେଲା, କିନ୍ତୁ ତ କିଛି ସାଥିରେ ନେଇକି ଯାଇପାରେନି କି ସେ ବି ସେଠି ମଧ୍ୟ ସେ ଶାନ୍ତି ପାଇପାରେନି, ତାକୁ ସବୁ ଅଧୁରା ଅଧୁରା ଲାଗିଥାଏ, ସେ କିଛି କରିନି, କିଛି ସରେଇ ପାରିନି ବୋଲି ସେ ଚିନ୍ତା କରୁଥାଏ। ତ ସେଥିପାଇଁ ସେ କ'ଣ କରିଥାଏ, ବିଭିନ୍ନ ପ୍ରକାର ଆସିକି କାର୍ଯ୍ୟମାନ କରିଥାଏ ହେଲା, ସମ୍ପୃକ୍ତ କରିବା ପାଇଁ ସେଇମାନ ତାର ପ୍ରତିକ୍ରିୟା ସବୁ କରିଥାଏ। ତ ସେତେବେଳେ ଯିଏ ତାର ଆତ୍ମୀୟ ସୁଜନ ମାନେ ତାକୁ ଦେଖି, ଚକ୍ଷୁରେ ତ ଦେଖି ହୁଏନି, ଆତ୍ମାକୁ ତ ଦେଖି ହେବନି, ତ ତାକୁ ସେ ଅନୁଭବ କରିପାରନ୍ତି, ସେଥିପାଇଁ ସେମାନେ ଭୟ ପାଇଯାଆନ୍ତି ହେଲା। ଏହା ହିଁ ହେଉଛି ଭୂତ ଭୟ ଅଟେ। ଗୃହିଣୀ ଗୃହ ମୁଚ୍ୟତେ, ଘରେ ସାଇତି ରଖିବା ଦାୟିତ୍ୱ ଗୃହିଣୀର। ଗୃହସ୍ଥ ଓ ଗୃହିଣୀଙ୍କ ସମ୍ପର୍କ ଅତି ନିବିଡ଼। ମୃତ୍ୟୁର ଠିକ୍ ପରେ ପରେ ସେହି ନିବିଡ଼ତା ଯୋଗୁଁ ଶାରୀରିକ ଗୃହସ୍ଥ ଭୂତ ଭାବରେ ଗୃହିଣୀ ଠାରେ ଆବିଷ୍ଟ ହୋଇଯାଏ। ଫଳରେ ଆବିଷ୍ଟ ଭୂତକୁ ସମସ୍ତେ ଡରନ୍ତି। ଭୂତର ଆବଶ୍ୟକତାକୁ ରୋକିବା ପାଇଁ ତାନ୍ତ୍ରିକ ଉପାୟରେ ଗୃହିଣୀର ଦେହକୁ ରୁଦ୍ଧ କରି ଦିଅନ୍ତି। ଏହାକୁ କିଳିଣୀ କହନ୍ତି। ଯେଉଁ କହିଛନ୍ତି ନା କ'ଣ ଘର ଘରଣୀ ଦେହ କିଳାଉଥିବେ, ସେଇଟା ହେଲା। ତାପରେ ବଞ୍ଚିଥିବା ବେଳେ ଯେଉଁ ଗୃହିଣୀ ଅର୍ଦ୍ଧାଙ୍ଗିନୀ ହୋଇଥିଲା, ଆତ୍ମା ସାଙ୍ଗରେ ଆତ୍ମାକୁ ମିଳେଇଥିଲା, ତାଙ୍କର ମୃତ୍ୟୁରେ ମୃତ ସ୍ୱାମୀର ଭୂତାତ୍ମାକୁ ସେ ନିଜ ଘଟରେ ପୂରେଇ ଦେଉନାହିଁ ହେଲା। ସେଥିରେ ଲାଗି ମାନେ ଯେଉଁ କୁହନ୍ତି କ'ଣ ଭୂତ ତା ଦେହରେ ଆସିଯାଇଛି ହେଲା, କ'ଣ କହୁଛି, ତାକୁ ତାନ୍ତ୍ରିକକୁ ଡାକିକି ତାକୁ ଝଡ଼ାନ୍ତି, ତ ସେଇ କଥା କହିଛନ୍ତି। ତ ତାକୁ ବିଦା କରିଦିଅନ୍ତି। ସେଇ କଥା, ସେ ଯିଏ ତାକୁ ଆତ୍ମା ବୋଲି ଭାବିଥିଲା, ଆତ୍ମାକୁ ଆତ୍ମା ଯୋଡ଼ିଥିଲା, ସିଏ ଆଜି ନିଜ ଶରୀରରେ ଯେତେବେଳେ ତାର ସ୍ୱାମୀ ମରିଯାଉଛି, ସେ ତା ସ୍ତ୍ରୀ ନିଜ ଶରୀରରେ ତା ଆତ୍ମାକୁ ଜାଗା ଦେବାକୁ ପ୍ରସ୍ତୁତ ନୁହେଁ ହେଲା। ତାକୁ ତାନ୍ତ୍ରିକ ଡାକି ବାଡ଼େଇ ଗାଳି କରିକି ତାକୁ ବିଦା କରିଦେଉଛି ହେଲା। ତୁ ତାଙ୍କରି ପାଇଁ ଧନ ଅର୍ଜିଛୁ, ତାଙ୍କରି ପାଇଁ ଏତେ ପରିଶ୍ରମ କରୁଛୁ, ନିଜ ଜୀବନ ପାଇଁ ନିଜ ପାଇଁ ତୁ କିଛି କରୁନୁ ହେଲା, ଭଗବାନଙ୍କ ନାମ ସଂକୀର୍ତ୍ତନ କରୁନୁ। ମୃତ ସ୍ୱାମୀର ଭୂତାତ୍ମାକୁ ସେ ନିଜ ଘଟରେ ପୂରାଇ ଦେଉନାହିଁ। ଏଥିରୁ ସ୍ପଷ୍ଟ ଯେ ସ୍ତ୍ରୀ ଓ ପୁରୁଷ ମଧ୍ୟରେ ସ୍ଥାପିତ ସମ୍ବନ୍ଧ କେଡ଼େ ନଶ୍ୱର ଓ ଅଳୀକ। ଯେଉଁ ଭାଇ ବନ୍ଧୁ କୁଟୁମ୍ବ ଜନ୍ମ ବେଳେ ଆନନ୍ଦ ଉଲ୍ଲାସରେ ମଜି ଯାଉଥିଲେ, ଆଜି ମରିଯିବା ପରେ ସେମାନେ ନିଜକୁ ଅଶୁଦ୍ଧ ମନେକରି ଶୁଦ୍ଧ ହେଉଛନ୍ତି। ତେଣୁ ତାଙ୍କର ଆନନ୍ଦ ମଧ୍ୟ ଚିରନ୍ତନ ନୁହେଁ ହେଲା। ସେ କହିଛନ୍ତି ଯେଉଁ ଆନନ୍ଦ ତୋ ସାଙ୍ଗରେ ଯେତକ ମଜା କରୁଛନ୍ତି, ମସ୍ତି କରୁଛନ୍ତି, ଆନନ୍ଦ ହେଉଛନ୍ତି, ତୋ ସୁଖରେ ସୁଖୀ ହେଉଛନ୍ତି, ସେଇମାନେ ମରିଗଲା ପରେ ତୋତେ ନିଜକୁ ଅଶୁଦ୍ଧି ଭାବିକିରି ଯାଇକିରି ଶୁଦ୍ଧ ହେଇକିରି ଆସୁଛନ୍ତି। ତେଣୁ ତାଙ୍କର ଆନନ୍ଦ ହେଉଛି କ'ଣ, ଚିରନ୍ତନ ନୁହେଁ ହେଲା। କୁଟୁମ୍ବ ନିଜର ପରିବାର। କୁଟୁମ୍ବର ସଦସ୍ୟମାନେ ହେଲେ ନିଜକୁ ମିଶାଇ ପୁତ୍ର, ପତ୍ନୀ, କନ୍ୟା, ମାତା, ପିତା, ଭ୍ରାତା, ଭାତୃପୁତ୍ର ହେଲା, ପିତାମହ, ପିତାମହୀ। କିନ୍ତୁ ବନ୍ଧୁ ହେଲେ ତିନି ପ୍ରକାର, ଯଥା ଆତ୍ମବନ୍ଧୁ, ପିତୃବନ୍ଧୁ, ମାତୃବନ୍ଧୁ। ଏମାନେ ପ୍ରତ୍ୟେକ ତିନି ପ୍ରକାର, ଯଥା ନିଜର ମାମୁଁ ପୁଅ, ପିଉସୀ ପୁଅ, ମାଉସୀ ପୁଅ ଆତ୍ମବନ୍ଧୁ ଅଟନ୍ତି। ପିତାଙ୍କର ମାମୁଁ ପୁଅ, ପିଉସୀ ପୁଅ ଓ ମାଉସୀ ପୁଅ ପିତୃବନ୍ଧୁ ଅଟନ୍ତି। ମାତାଙ୍କର ମାମୁଁ ପୁଅ, ପିଉସୀ ପୁଅ, ମାଉସୀ ପୁଅ ମାତୃବନ୍ଧୁ ଅଟନ୍ତି। ଅନ୍ତ୍ୟେଷ୍ଟି ସଂସ୍କାରରେ ମୃତ ବ୍ୟକ୍ତିର ପୁତ୍ରଠାରୁ ଆରମ୍ଭ କରି ମାତାଙ୍କର ପିଉସୀ ପୁଅ ପର୍ଯ୍ୟନ୍ତ ସମସ୍ତେ ଶୁଦ୍ଧ ହେବାର ବ୍ୟବସ୍ଥା ଥାଏ। କୁଟୁମ୍ବମାନଙ୍କ ସହ ଏମାନେ ମଧ୍ୟ ମରଣ ଶୌଚର ଅଶୁଚି ହୋଇଥାନ୍ତି। ତେଣୁ ମୃତ ବ୍ୟକ୍ତିର ପୁତ୍ର କୁଟୁମ୍ବ ସଦସ୍ୟଙ୍କ ସହ ଏ 9 ଜଣଙ୍କୁ ମଧ୍ୟ ଲୋଡ଼େ। ଆଉ ଗୋଟେ ପଦ ଅଛି, ତ 34 ପଦ ଅଛି ନା, ବହୁତ ବଡ଼ ହେଇଯିବ ଭିଡ଼ିଓଟି, ଆମେ 5-5ଟି କରିକି ପଢ଼ିବା। ନହେଲେ ମୁଁ କେବଳ ଭାବାର୍ଥ ସଂକ୍ଷିପ୍ତରେ କହିଦେବି, ଆପଣ କମେଣ୍ଟ କରିବେ, କମେଣ୍ଟ ମାଧ୍ୟମରେ ଜଣେଇବେ ଏମିତି ବ୍ୟାଖ୍ୟା କରିକି ପଢ଼ିଲେ ଭଲ ଲାଗୁଛି ନା ସଂକ୍ଷିପ୍ତରେ ଖାଲି କହିଦେଇ ଯିବି, ତାହେଲେ ନେକ୍ସଟ ଭିଡ଼ିଓଟି ମୁଁ ସେଇ ଅନୁସାରେ ଆଣିବି। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଯଦି ମୋର ପଢ଼େଇବା ଶୈଳୀଟି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ନିଶ୍ଚୟ ଗୋଟେ ଲାଇକ୍ କରିବେ। ରହିଲି, ଥ୍ୟାଙ୍କ ୟୁ।